ଲଜ୍ଜାଜନକ କଥା ଭୋଜି ଗଲେ କମ ପଇସା ଦେଇଥିବାରୁ ଲାଷ୍ଟକୁ ହାଣ୍ଡି ମାଜିଲେ। ଦେଖନ୍ତୁ କେତେ ସୁନ୍ଦର ବଦନକୁ ମିଷ୍ଟର ପ୍ରକାଶ କୁମାର ଯାହାକି ନୂଆ ଗାଁର, ଆଉ ମିଷ୍ଟର ସୁରେଶ ପଲେଇ ଯାହାକୁ ଆପଣମାନେ ଦେଖିଥିବେ ଭିଡ଼ିଓରେ ଯିଏକି ପାମ୍ପଡ଼ ଛାଣୁଥିଲେ। ତ ଆଜି ଆମର ଭୋଜି ଚାଲିଛି, ସାଙ୍ଗମାନେ କେହି ନଥିଲେ, ଆମେ 3 ଜଣ ଆସିକି ଭୋଜି କରୁଛୁ। ଇଏ ହଉଛି ବରାଳିଆ ଆଜି ଆମର ଭୋଜି ଚାଲିଛି। ଆଉ ଭୋଜିରେ ଆମର ଆଇଟମ ହେଇଛି ଚିକେନ, ତା ସାଙ୍ଗକୁ ଭାତ, ଆଉ ତା ସାଙ୍ଗକୁ କୋବି ଚିଲି ଆଉ ସାଲଟୁ। ଆଉ ଦେଖୁଥିବ ଇଏ ବର୍ତ୍ତମାନ 3 ଜଣ, ଦେଖନ୍ତୁ ଆମ କ୍ଲାସମେଟ୍ 3 ଜଣ, ଆଉ ଗାଁରେ କେହି ନାହାନ୍ତି, ସେଥିପାଇଁ ଆମେ 3 ଜଣ ଯାକ ଏଠି ଭୋଜି କରିବା ପାଇଁ ଆସିଲୁ। ଦେଖୁଥିବ ଆମର ସବୁ ରୋଷେଇ ଚାଲିଛି ବର୍ତ୍ତମାନ। ଏଇଠି ଚିକେନ ବସିଛି, ସେପଟେ ଭାତ ବସିଛି, ମଝିରେ ବାଣ ଫୁଟିଲା ଭଳିଆ ସବୁ ବାଉଁଶର ଗଣ୍ଠି ଗୁଡ଼ା ଫୁଟୁଛି। ଆଉ ଇଏ ହଉଛି ପାଣି ଟାଙ୍କି ଯୋଉଟାକି ବରାଳିଆରେ ଅଛି। ଏଠି ପାଣି ଆପଣ ସଦାବେଳେ ପାଇବେ। ହଉଛି ମନ୍ଦିରଟା ଯୋଉଟାକି ପ୍ରତିଷ୍ଠିତ ମା ବରାଳିଆ ଦେବୀ। ଦିନକୁ ଦିନ ପଥର ବଡ ହଉଛି ବୋଲି ଶୁଣିବାକୁ ଆସୁଛି। ଆଉ ଦେଖୁଥିବ ଜଙ୍ଗଲ ଭିତରେ ବ୍ୟାକଗ୍ରାଉଣ୍ଡଟା କୋହଳିଆ ପରେ। ଆଉ ଏଇଠି ତାଙ୍କର ପ୍ରତିବର୍ଷ ଯାତ୍ରା ବି ହୁଏ, ଦେଖୁଥିବ ସେଠି ହୋମ ହଉଛି। ଆଉ ଚାଲନ୍ତୁ ମାଙ୍କ ଦର୍ଶନ ଟିକେ କରିଦବା। ଜୟ ମା। ଭଗବାନଙ୍କ ଦର୍ଶନ କରିସାରିଲା ପରେ ବର୍ତ୍ତମାନ ଆମର ଚିକେନ ହେଇ ଆସିଲାଣି। ଚାଲନ୍ତୁ ତାକୁ ଘାଣ୍ଟା ଘାଣ୍ଟି କରି ଓହ୍ଲେଇବା, ତାପରେ ଆମର କୋବି ଚିଲି ଛାଣିବା ଆରମ୍ଭ କରିଦେବା। ଭିଡ଼ିଓକୁ ଲାଷ୍ଟ ଟାଇମ୍ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗିବ ନିହାତି ଭାବରେ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିବେ। ତ ଚାଲନ୍ତୁ ଭିଡ଼ିଓକୁ ଲାଷ୍ଟ ଟାଇମ୍ ଦେଖନ୍ତୁ। ଆମର ଚିକେନଟା ବସିଛି, ଚିକେନ ଆମକୁ କରୁଛି ଦେଖନ୍ତୁ। କୋଳିଆ ପରେ ହେଇଛି କମେଣ୍ଟ ମାଧ୍ୟମରେ କହିବେ। ଏଇଠି ଆମର ପ୍ରକାଶ ବାବୁ ଭାତ କଳା ଚାଲିଛନ୍ତି, ଦେଖୁଥିବ। ଆଉ ମିଷ୍ଟର ବାଟୁ ପଲି ଏଠି ବସିକି ରିଲ୍ସ ବନାଉଛନ୍ତି। ଆଉ କୋବି ଚିଲି ହେବା ପାଇଁ ସେ କୋବି ବର୍ତ୍ତମାନ କାଟି ଦେଇଛନ୍ତି। ଏବେ କୋବି ଚିଲି ହେବା ଆରମ୍ଭ ହୋଇଯିବ। କୋବି ଚିଲି ବର୍ତ୍ତମାନ ଘଣ୍ଟା ଚାଲିଥିଲା। ଆଉ ଏଠି ଆମର ମିଷ୍ଟର ସୁରେଶ ପଲେଇ ଯିଏକି ପୂର୍ବତନ ଛଣାଳି, ଦେଖନ୍ତୁ ଛାଣୁଛନ୍ତି କୋବି ଚିଲି। ଏଇଠି ଦେଖନ୍ତୁ ଗୁଟୁ ଆଖିଆ ମୁହଁକୁ ତାଙ୍କର ଇଏ ଦେଖନ୍ତୁ ଡଙ୍କିରେ ଘାଣ୍ଟା ଚାଲିଛି ତାଙ୍କର। ଏଇଠି ଆମର ହେଇଛି 3 ଜଣ ଭୋଜି କରୁଛୁ। ଦେଖୁଥିବ କେତେ ମାତ୍ରାରେ କୋବି ଆସିଛି ଏଠି। ଆଉ ବାକି ତ ଜିନିଷ ଆମର ସବୁ ରେଡି ହେଇଗଲାଣି, ଖାଲି ଖାଇବା ଉପରେ। ଏଇଭଳି ଭାବରେ ରୋଷେଇ କରୁଛନ୍ତି, ଦେଖନ୍ତୁ ପୁରା ଭିତରୁ ନିଆଁ କାଢି ସାରିଲାଣି। ସାଇ ଖୁଆଇଲା ଭଳିଆ ବର୍ତ୍ତମାନ ରୋଷେଇ କରୁଛନ୍ତି। କଥା ବଡ ମାରୁଛନ୍ତି, ସାଇ ଖୁଆଇଲା ଭଳିଆ କଥା କରୁଛନ୍ତି। ଦେଖିଲେ ଆସିକି ଏଠି ଟିକେ ମସଲା ଟିକେ କଷେଇ ପାରୁନାହାନ୍ତି। ଗାଁ ଖୁଆଉଛି କଣ ଝାଳ ନାଳ ବୁହାଇକି ସବୁ ନାଳ ବୁହା ହେଇସାରିଲାଣି ହାଣ୍ଡି ଭିତରେ। କଣ କରିବ ତାକୁ କିଛି ଜଣା ପଡୁନି। ଚାଲିଛି ଆମର ବର୍ତ୍ତମାନ ଖାଇବା, ଦେଖନ୍ତୁ ଚିକେନ ବଡା ଚାଲିଛି। ମିଷ୍ଟର ସୁରେଶ ପଲେଇ ଚିକେନ ବାଢୁଛନ୍ତି ଏଠି ଆମର କୋବି ଚିଲା ବାକି ଅଛି ଲାଗିବା ପାଇଁ। ସେ ଚିକେନ ବାଢୁଛନ୍ତି ବୋଲି ଦେଖନ୍ତୁ ଲେଗ ପିସ୍ ସବୁ ନେଇ ଯାଇଛନ୍ତି। ଆଉ ଲେଗ ପିସ୍ ଆଉ ନାହିଁ। ଆଉ କୋବି ଚିଲି ବର୍ତ୍ତମାନ ଆମର ବଢା, ଦେଖନ୍ତୁ କୋବି ଚିଲି କୋହଳିଆ ସିଷ୍ଟମଟା ହେଇଛି। ଏଇ ଦେଖ କାକୁଡି, ଚିକେନ, ପାମ୍ପଡ, କୋବି ଚିଲି, ଭାତ। ଆଉ ଦାମ ହଉଛି 300 ଟଙ୍କା। ଆମେ 300 ଟଙ୍କା ଦେଇକି ଭୋଜି କରିଥିଲୁ। ଦେଖନ୍ତୁ ଲଜ୍ଜାଜନକ କଥା ଭୋଜି ଗଲେ କମ ପଇସା ଦେଇଥିବାରୁ ଲାଷ୍ଟକୁ ହାଣ୍ଡି ମାଜିଲେ। ଦେଖନ୍ତୁ କେତେ ସୁନ୍ଦର ବଦନକୁ ମିଷ୍ଟର ପ୍ରକାଶ କୁମାର ଯାହାକି ନୂଆ ଗାଁର, ଆଉ ମିଷ୍ଟର ସୁରେଶ ପଲେଇ ଯାହାକୁ ଆପଣମାନେ ଦେଖିଥିବେ ଭିଡ଼ିଓରେ ଯିଏକି ପାମ୍ପଡ଼ ଛାଣୁଥିଲେ। ପଇସା କମ ଦେଇଥିବା ଦେଖନ୍ତୁ ହାଣ୍ଡି ମାଜୁଛନ୍ତି। ଦେଖନ୍ତୁ ଆମର ଭୋଜି ଖାଇବା ସରିଯାଇଛି। ଆପଣଙ୍କୁ ଭିଡ଼ିଓଟା କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଭାବରେ କହିବେ। ପୁଣି ଥରେ ଦେଖା ହବ ନେକ୍ସଟ ଭିଡ଼ିଓରେ। ତବ ତକ ବାଏ ବାଏ।